ଆସିବ ନୂଆ 20 ଟଙ୍କିଆ ନୋଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍‌ବିଆଇର ଘୋଷଣା ଅନୁଯାୟୀ ଖୁବ୍ ଶୀଘ୍ର ନୂତନ 20 ଟଙ୍କିଆ ନୋଟ୍ ଜାରି ହେବାକୁ ଯାଉଛି। ତେବେ ଏବେ ପ୍ରଚଳିତ 20 ଟଙ୍କିଆ ନୋଟ୍‌ଗୁଡ଼ିକ ବୈଧ ରହିବ। ଆର୍‌ବିଆଇ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ ମହାତ୍ମା ଗାନ୍ଧୀ ନୂତନ ସିରିଜ୍ ଅନ୍ତର୍ଗତ ଆର୍‌ବିଆଇ ଖୁବ୍ ଶୀଘ୍ର ନୂତନ 20 ଟଙ୍କିଆ ନୋଟ୍ ଜାରି କରିବ। ଏହି ନୋଟ୍‌ଗୁଡ଼ିକରେ କେବଳ ଗୋଟିଏ ପରିବର୍ତ୍ତନ ରହିବ ଏବଂ ତାହା ହେଉଛି ନୂତନ ରାଜ୍ୟପାଳ ସଞ୍ଜୟ ମାଲହୋତ୍ରାଙ୍କ ସ୍ୱାକ୍ଷର। ଏହି ନୂତନ ନୋଟ୍‌ଗୁଡ଼ିକର ଡିଜାଇନ୍, ରଙ୍ଗ, ଆକାର ଏବଂ ସମସ୍ତ ସୁରକ୍ଷା ବୈଶିଷ୍ଟ୍ୟ ପୂର୍ବ ପରି ରହିବ ବୋଲି ଆର୍‌ବିଆଇ ସ୍ପଷ୍ଟ କରିଛି। ଅର୍ଥାତ୍ କେବଳ ଦସ୍ତଖତ ପରିବର୍ତ୍ତନ ହେବ। ଅନ୍ୟ ସବୁକିଛି ବର୍ତ୍ତମାନର 20 ଟଙ୍କିଆ ନୋଟ୍ ପରି ସମାନ ରହିବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ବଦଳିଲେ ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ବିଶିଷ୍ଟ ଟଙ୍କା ଆସିବ। ଏକ ସ୍ୱାଭାବିକ ପ୍ରକ୍ରିୟା। ବର୍ତ୍ତମାନ ବଜାରରେ ପ୍ରଚଳିତ 20 ଟଙ୍କିଆ ନୋଟ୍‌ଗୁଡ଼ିକରେ ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ୱାକ୍ଷର ରହିଛି। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।